नमो भगवते वासुदेवाय। श्रीमद्भागवत दशम स्कंध 79तम अध्याय। शुक उवाच एबे हो शुण नृपमणि जरासन्धर बध शुणि कृष्ण महिमा अनुभव आत्मा कल्पित कार्यलाभ। युधिष्ठि बोले प्रिय मने कोमल गभीर वचने। युधिष्ठिर उवाच ब्रह्मा शंकर आदि जेते देवे अछंती ए जगते तोर दुर्लभ आज्ञा पाई सिरे बहंती तो होई। हेमंत प्रभु महाबाहु तुझे मोहर आज्ञा बहु ए बड़ विडंबन कर्म तु आदि निरंजन धर्म। एक अद्वितीय अनंत परम आत्मा तु अच्युत तु सर्वभूते देह बहि कर्म बंधन तोर नाही। प्रवेश हेउ सर्वजने आदित्य जे सने गगने गुण ग्रहणे तु अजित जे प्राणी तोहर भकत ताहांक चित्ते नाही भ्रांति मोहि मोहर न बोलंती। ए तोर मायार विकार के जानी पारे दामोदर बोलंती सुक महाजति शुण राजन कुरुपति धर्मनंदन यज्ञ काले कही गोविंद पाद तले संगते घेनी नर हरि रत्विज चारि वेदु बरी। श्री वेद व्यास भरद्वाज सुमंतु गौतम द्विज असित वसिष्ठ च्यवन कवस महातेजा कण्व सुपुण्यमयी त्रय ऋषि ए आदि जेते भृगुवंशी जे विश्वामित्र वामदेव सुमिति जैमिनी अथर्व क्रतु पैल पराशर गर्ग गौतम कुमार वैशंपायन मुनिवर कश्यप ब्रह्मांक कुमार धौम्य भार्गव परशुराम आसुरी बीति होत्र नाम। मधुछंदा जे वीरसेन अकृत बण मुनिजन अणाई नाना मुनिगण आदरे पूजी भीष्म द्रोण कृप सहिते कुरुनाथ संगे घेनाई पुत्र शत विदुर आदि बंधु जेते मिलिले आखंडल प्रस्ते ब्राह्मण आदि चारि वर्ण यज्ञ उत्सवे आगमन। भूमि रे जेते नृपगण यज्ञ मंगले निमंत्रण प्रकृति संगते मिलिले धर्मनंदन यज्ञ काले उत्तम शुभ लग्न बेले ब्राह्मणे सुवर्ण लंगले करंती भूमि करषण शुभे मंगले उच्चारण यथा उचित वेद मंत्रे दीक्षित कले धर्मसुते संख्ये उदक कुश करे विप्रे वरिले मंत्र स्वरे सर्वसुवर्ण परिच्छद के कहूँ यज्ञर संपद पूर्वे वरुण यज्ञे जन्हे धरणी पुरीला सुवर्णे बासव आदि दिगपाळे भव विरंची सिद्ध मेळे गंधर्व विद्याधर नाग यक्ष राक्षस जेउरग खग किन्नर जे चारण पत्नी सहिते राजागण धर्मनंदन यज्ञे आसी संपद देखी परशंसी कृष्ण भक्त जेते नर
କିବା ସମ୍ପଦ ତାଙ୍କୁ ଦୂର ନାନା ସମ୍ପଦ ସୁଖ ସୀମା ଏ ସର୍ବକୃଷ୍ଣର ମହିମା ରାଜାର ପୁରୋହିତ ଯେତେ ଶୁଦ୍ଧ ଶରୀରେ ବେଦ ମତେ ସେ ରାଜସୂୟ ଯଜ୍ଞ ବିଧି କରାଇ ସକଳ ସମୃଦ୍ଧି ବରୁଣ ଯଜ୍ଞେ ଦେବଗଣେ ଯେମନ୍ତେ ଥିଲେ ନିମନ୍ତ୍ରଣେ ଯଜ୍ଞ ଆରମ୍ଭ ପୂର୍ବ ଦିନେ ଧର୍ମନନ୍ଦନ ଶୁଦ୍ଧ ମନେ ଯାଜ୍ଞିକ ସଭାସଦ ଆଦି ପାଦ ପୂଜନେ ଅର୍ଘ୍ୟ ବିଧି ଘେନି ମିଳିଲେ ସଭା ତଳେ ବନ୍ଧୁ ବାନ୍ଧବ ଭ୍ରାତ ମେଳେ ରାଜୁଷି ଯଜ୍ଞେ ମହାସଭା ଅଛନ୍ତି ସୁର ମୁନି ଦେବା ଧର୍ମନନ୍ଦନ ସଭା ଚାହିଁ ହୃଦୟ ମଧ୍ୟେ ବିଚାରଇ ଏ ଅର୍ଘ୍ୟ ଦେବୀ କାହା ପାଦେ ଭାଳଇ ସଂଶୟ ବିଷାଦେ ମୁହୂର୍ତ୍ତେ ରହି ଦୃଢ଼ ଭାବ ତା ଦେଖି ବୋଲେ ସହଦେବ ହରି ହରି ବୋଲ କର ଅଞ୍ଜଳି ଶିରେ ଦେଇ କହେ ରାଜନ ମୁଖ ଚାହିଁ ଜାଣଇ କୃଷ୍ଣର ମହିମା ସର୍ବଜ୍ଞପଣେ ଏକ ସୀମା ଶୁଣ ରାଜନ ଚୂଡ଼ାମଣି ମୋର ଉଚିତ ଧର୍ମବାଣୀ ଏ ମହାସଭା ମଧ୍ୟ ଗତେ ଅର୍ଘ୍ୟକୁ ପାତ୍ର ଜଗନ୍ନାଥେ ଦେଖ ଏ କୃଷ୍ଣର ଚରଣ ଅନାଦି ପରମ କାରଣ ଯେ ହରି ସର୍ବଦେବମୟେ ସର୍ବେ ଅଛନ୍ତି ଏହା ଦେଖେ ଏ କୃଷ୍ଣ ଦେଶ କାଳ ପାତ୍ର ଧନ ଜୀବନ ବେଦ ମନ୍ତ୍ର ଯଜ୍ଞ ପୁରୁଷ ଏହୁ ହରି ଏହାର ଦେହେ ବିଶ୍ୱପୁରୀ ଯଜ୍ଞ ଆହୁତି ଭୋକ୍ତା ଏହୁ ଯଜ୍ଞର କର୍ତ୍ତା ମହାବାହୁ ଏଟି ଅନଳ ଦେବଗଣ ଏ ବେଦ ମନ୍ତ୍ର ଉଚ୍ଚାରଣ ଏହାର ଦେହେ ସାଂଖ୍ୟ ଯୋଗ ଏଟି ଭୁଞ୍ଜଇ ହବିର୍ଭାଗ ନିତ୍ୟ ଏକ ନୁହେଁ ଦୁଇ ଏ ସର୍ବଜୀବ ଦେହେ ଥାଇ ଏ ମାୟା ସୃଷ୍ଟି ଆତ୍ମା ଏହି ମାୟା ପୁରୁଷ ଏ ବୋলাই ଏହାର ମାୟା ତିନି ଗୁଣ ସୃଷ୍ଟି ପାଳନ ସଂହାରଣ କରଇ ଆତ୍ମଯୋଗ ବଳେ ଲୀଳା ବିହାର ମହିତଳେ ବିବିଧ କର୍ମଦାତା ଏହି କର୍ମ ବିପାକ ଏ ଦିଅଇ ଏହାର ଭ୍ରୁଭଙ୍ଗିମା ଭାବେ ଜଗତ ପ୍ରକାଶ ସ୍ୱଭାବେ ଧର୍ମାର୍ଥ କାମ ମୋକ୍ଷ ସଙ୍ଗେ ଥାନ୍ତି ଏହାର ପାଦ ଯୁଗେ ଏଣୁ ଏ ମହାବିଷ୍ଣୁ ପାଦେ ଏ ଅର୍ଘ୍ୟ ଦିଅ ହେ ଆନନ୍ଦେ ସର୍ବଭୂତଙ୍କ ପିଣ୍ଡ ପ୍ରାଣ ଏଣେଟି ହୋଇବ ତର୍ପଣ ଯେଣୁ ଏ ସର୍ବଭୂତ ଦେହି ଭେଦ ଅଭେଦ ଭାବ ନାହିଁ ଏହାର ପାଦେ ମହା ଅର୍ଘ୍ୟ ଦେଇ ତୁଲଭ ଚୌବର୍ଗ କୃଷ୍ଣର ପାଦେ ଅର୍ଘ୍ୟ ଦେଲେ ବ୍ରହ୍ମାଣ୍ଡ ପୂଜିବୁ ତୁ ଭଲେ ସର୍ବଜୀବଙ୍କ ଆତ୍ମା ଭୂତ ପ୍ରଭୁ ଅନନ୍ତ ଦୈବତ କର୍ମର ଫଳ ଏହା ପାଦେ ଯେ ପ୍ରାଣୀ ସମର୍ପେ ଆନନ୍ଦେ ଏହାକୁ କର୍ମ ଫଳ ଦେଇ ଅନ୍ତେ ଅନନ୍ତ ଫଳ ପାଇ ହେମନ୍ତ କୃଷ୍ଣର ସ୍ୱଭାବ ଜାଣି କହିଲା ସହଦେବ ଶୁଣି ସହଦେବ ବଚନ ସଭାର ମଧ୍ୟେ ଯେତେ ଜନ ସର୍ବେ କରନ୍ତି ସାଧୁବାଣୀ ଧର୍ମନନ୍ଦନ ତାହା ଶୁଣି প্রণমি প্রিয় ভাবে ভোল গোবিন্দ পাদে অর্ঘ্য জল বেদ বচনে রাজা ঢালি পাদ উদক শিরে বলি পত্নী সহিতে ভ্রাতাগণ পূজিলে গোবিন্দ চরণ বন্ধু কুটুম্ব আদি যেতে নমিলে কৃষ্ণ পাদগতে নানা ভূষণ হস্তে ঘেনি উত্তম পীত বস্ত্র বেনি
ଆନନ୍ଦେ କୃଷ୍ଣ ପାଦେ ପୂଜି ଅଶ୍ରୁପୂରିତ ଚକ୍ଷୁ ବୁଜି ରୋମ ପୁଲକ ସର୍ବଦେହି କୃଷ୍ଣଙ୍କୁ ନ ପାରନ୍ତି ଚାହିଁ ଏମନ୍ତେ ସଭାଜନେ ଚାହିଁ କର ଅଞ୍ଜଳି ଶିରେ ଦେଇ ଶୁଭିଲା ଜୟ ଜୟ ବାଣୀ ନମଃ ଶବଦେ ସ୍ତୁତି ଭଣି ଦେବେ କରନ୍ତି ପୁଷ୍ପ ବୃଷ୍ଟି ତା ଦେଖି ଶିଶୁପାଳ ଉଠି କୋପେ ଅଧର କାମୋଡ଼ଇ ଶୁଣିତ ନୟନେ ଅନାଇ ହରି ହରି ବୋଲ ପ୍ରଚଣ୍ଡ ଦମ ଘୋଷ ବଳା କୃଷ୍ଣର ନିକଟେ ମିଳିଲା କୃଷ୍ଣର ଗୁଣ କର୍ମ ତେଜ କହଇ ତୋଳିବେନି ଭୁଜ ସଭାଜନଙ୍କୁ କୋପ ମନେ ବୋଲଇ ପୁରୁଷ ବଚନେ ଦେଖ ଏ ଦୁରାଶୟ କାଳ ଈଶ୍ୱର ଚେଷ୍ଟା ଅନ୍ତରାଳ ଏ ସତ୍ୟବତୀ ସୁତବାଣୀ ଭବିଷ୍ୟ ଯାହା ପରିମାଣୀ ଧ୍ରୁବ ବଚନ ମହିତଳେ ଭାଙ୍ଗିଲ ବାଳ କର ବୋଲେ ସେ କଥା ହୋଇଲା ପ୍ରତ୍ୟକ୍ଷେ ଏ ସଭାଜନଙ୍କ ସମ୍ମୁଖେ ହେ ସଭାଜନେ ମୋ ବଚନ ଶ୍ରବଣେ ହୁଅ ସାବଧାନ ପାତ୍ର ଅପାତ୍ର ବେନି ମତେ କୁଶଳେ ଜାଣ ତ ସମସ୍ତେ ବାଳ ବଚନ କିମ୍ପା କର ଏ ବଡ଼ ଅନୀତି ତୁମ୍ଭର ସଭାରେ ବସି ମତି ଭ୍ରମ କେମନ୍ତେ କଲ ଏଡେ କର୍ମ ଦେଖ ଏ ସଭା ମଧ୍ୟ ଗତେ ଉତ୍ତମ ପାତ୍ର ଅଛନ୍ତି କେତେ ତପସ୍ୱୀ ବିଦ୍ୟା ବ୍ରତଧର ଜ୍ଞାନ ବିଧୃତ କଳେବର ଦେଖ ଉତ୍ତମ ଋଷିଗଣ ଦେବେ ପୂଜନ୍ତି ଯାଚରଣ ଏ ଆଦି ଯେତେ ନୃପବର କେ କହୁ ଗୁଣ ତାହାଙ୍କର ଏ ମହାସଭା ପୂଜା ଏଡ଼ି ବାଳ ବଚନେ ତୁମ୍ଭେ ହୁଡ଼ି ଏ ମହାସଭା ବ୍ରତ ବଳି ଅଜ୍ଞାନ ବେନି ଭୁଜ ତୋଳି ଏ ସହଦେବ ଅନୁବାଦେ ନେଇ ଢାଳିଲ କାକ ପାଦେ ଏ ଯଜ୍ଞ ସଭା ପୁରୋ ଦାସ ଯେମନ୍ତେ କାକ କଲା ଗ୍ରାସ ଦେଖ ଏ ମନ୍ଦ ଗୋପ ଶିଶୁ ବ୍ରଜ ଗୋପାଳ କୂଳ ପାଂଶୁ ଏହାର ଗୁଣ କର୍ମ ନାହିଁ କେମନ୍ତେ ବଳି ଭୋଗ୍ୟ ହୋଇ ଏହାକୁ କେମନ୍ତେ ପୂଜିଲ ବେଦ ବଚନ ନ ମାନିଲ ଏ ନାହିଁ ଚାରି ବର୍ଣ୍ଣ ମଧ୍ୟେ ଆଶ୍ରମ କୂଳ ଧର୍ମ ବାଦେ ଏଥାଇ ଆପଣାର ମତେ ସମସ୍ତେ ଜାଣନ୍ତି ଜଗତେ ଏହାର ଗୁଣ କିଛି ନାହିଁ କେମନ୍ତେ ଅର୍ଘ୍ୟ ଯୋଗ୍ୟ ଏହି ପୂର୍ବେ ଯଜାତି ସାପ ଫଳେ ନୃପ ଆସନ ନାହିଁ କୁଳେ ନିଶ୍ଚୟ ନାହିଁ ଜାତି କୂଳ ନିତ୍ୟ ଏ ମଧୁ ପାନେ ଭୋଳ ଏତ ନୁହଁଇ ତୁମ୍ଭ ଭଲ କେମନ୍ତେ ଏହାକୁ ପୂଜିଲ ଦେଖ ଏ ପୁଣ୍ୟଭୂମି ଛାଡ଼ି ଋଷି ବ୍ରାହ୍ମଣ ସଙ୍ଗ ଏଡ଼ି ସମୁଦ୍ର ମଧ୍ୟେ ଘର କରି କଷ୍ଟେ ଜୀବନ ଅଛି ଧରି ନିତ୍ୟ ପୀଡ଼ଇ ଜନପ୍ରଜା କେମନ୍ତେ ଏହା ପାଦେ ପୂଜା କେତେ କହିବା ଏହା ଗୁଣ ଏ ନୋହେ ତୁମ୍ଭର ପ୍ରମାଣ ଅଧିକ ଦୋଷ ଗୁଣ ଯେତେ ଲୋକେ ଜାଣନ୍ତି ଏ ଜଗତେ ଏମନ୍ତ କହି ମନ୍ଦ ବାଣୀ କୋପେ କମ୍ପଇ ଶିର ଝୁଣି ନିନ୍ଦା ପୁରୁଷ ତାର ବାଣୀ ଗୋବିନ୍ଦ ସଭା ମଧ୍ୟେ ଶୁଣି ଚାହିଁଲେ ହସିତ ବଦନେ ଶୃଗାଳ ବାକ୍যେ ସିଂହ ଜେହ୍ନେ ଏ ଦୁଷ୍ଟ ଶିଶୁ ପାଳ ବାଣୀ ସେ ମହାସଭା ଜନେ ଶୁଣି ଦୁଃସହ ବଚନ ତାହାର ଶୁଣି ଉଠିଲେ କୋପ ଭର ଅଙ୍ଗୁଳି ଦେଇ କର୍ଣ୍ଣଦ୍ୱାରେ ଗମିଲେ ଯେ ଯାହା ମନ୍ଦିରେ ଚଳନ୍ତି ଅତି କୋପ ବହି ଶିଶୁପାଳକୁ ଗାଳି ଦେଇ ବୋଲନ୍ତି କୋପ ଭର ହୋଇ ଧର୍ମ ବଚନେ ମନ ଦେଇ ବିଷ୍ଣୁର ନିନ୍ଦା ଯହିଁ ଶୁଣି ବିଷ୍ଣୁ ଭକତ ଯେତେ ପ୍ରାଣୀ ସେଠାବ ତେଜି ଯେ ନ ଯାନ୍ତି ନିଶ୍ଚୟ ନରକେ ପଡ଼ନ୍ତି
ଏମନ୍ତେ ସଭା ମଧ୍ୟେ ଗୋଳ ଶୁଭିଲା ଦିଗ ଅନ୍ତରାଳ। ଶୁଣି ପାଣ୍ଡବେ କୋପ ଭରି ଧାଇଁଲେ କରେ ଶସ୍ତ୍ର ଧରି। ମତ୍ସ୍ୟକେ କୟ ଯେ ସୃଞ୍ଜୟ ଶସ୍ତ୍ର ଆୟୁଧ ବର୍ମ ଦେହ। ବୋଲନ୍ତି ମାର ଶିଶୁପାଳ ନିଶ୍ଚେ ପୁରିଲା ତାର କାଳ। ହେମନ୍ତ ବୋଲି ମହାରୋଷେ ମିଳିଲେ ଶିଶୁପାଳ ପାଶେ। ଦେଖି ସମ୍ଭ୍ରମେ ଶିଶୁପାଳ ସ୍ୱଭାବେ ଦୁଷ୍ଟ ମହାବଳ। ଖଡ଼ଗ ଚର୍ମ କରେ ଧରି ରହିଲା ସମର ଆବରି। କୃଷ୍ଣର ପକ୍ଷ ଯେତେ ଜନ ତାହାଙ୍କୁ କରଇ ଭର୍ଚ୍ଛନ। ରୋଷେ ଗର୍ଜଇ ଘୋର ନାଦେ ଧର୍ମନନ୍ଦନ ସଭା ମଧ୍ୟେ। ଦେଖି ତାହାର ଦୁଷ୍ଟପଣ ଗୋବିନ୍ଦ ଆବରିଲେ ରଣ। ପାଣ୍ଡବ ବଳ ପୃଷ୍ଠଭାଗେ ମିଳିଲେ ଶିଶୁପାଳ ଆଗେ। ଦୁରନ୍ତ ଚକ୍ରେ ଦାମୋଦର ଛେଦିଲେ ଶିଶୁପାଳ ଶିର। ଶିର କମଳ ତାର କଟି ପଡ଼ିଲା ମହି ତଳେ ଲୋଟି। ଦେଖି ତାହାର ରତ୍ନ ଶିର ଜନେ କରନ୍ତି ହାହାକାର। ଶୁଭଇ ମୁଖ ରାବଗୋଳ ଶୁଣି ସମ୍ଭ୍ରମେ ମହିପାଳ। ଯେ ଶିଶୁପାଳ ପକ୍ଷେ ଥିଲେ ମରଣ ଡରେ ପଳାଇଲେ। ଶିଶୁପାଳର ମୃତ ପିଣ୍ଡ ଚକ୍ରେ ହୋଇଣ ବେନି ଖଣ୍ଡ। ପଡ଼ିଲା ମହାସଭା ତଳେ ଶୂନ୍ୟ ଦେଖନ୍ତି ଦିଗ ପାଳେ। ତାର ଶରୀରୁ ଦିବ୍ୟ ଜ୍ୟୋତି ଶିଶୁ ତପନ ପ୍ରାୟ କାନ୍ତି। ପଶିଲା ଗୋବିନ୍ଦର ଦେହେ ଦେଖି ବିବୁଧେ କଲେ ଜୟେ। ପୂର୍ବେ ସେ ବିଷ୍ଣୁ ଦ୍ୱାରପାଳ ବ୍ରାହ୍ମଣେ କରି ଅବହେଳ। ବିଷ୍ଣୁଙ୍କୁ ଶତ୍ରୁ ପ୍ରାୟ ମଣି ବ୍ରାହ୍ମଣ ସାପେ ଜନ୍ମ ତିନି। ଏ ମହି ତଳେ ତାଙ୍କ ଭ୍ରମ ବିଷ୍ଣୁଙ୍କୁ କରାଇଲେ ଜନ୍ମ। ତୃତୀୟ ଜନ୍ମ ଭ୍ରାତ ମେଳେ ଭ୍ରମିଲା ଅବନି ମଣ୍ଡଳେ। କୃଷ୍ଣେ ବୈରୀ ଭାବ ଘେନି ତିନି ଜନମ ଭାଇ ବେନି। ଆଦି ଅସୁର ମହାବପୁ ଜନ୍ମିଲା ହିରଣ୍ୟକଶିପୁ। ଅନୁଜ ହିରଣାକ୍ଷ ବୀର ପୁଣି ଜନ୍ମିଲା ସହୋଦର। ବିଶ୍ରବା ମୁନି ଘରେ ଯାଇ ପୁଣି ରାକ୍ଷସ ଜନ୍ମ ହୋଇ। ରାବଣ କୁମ୍ଭ କର୍ଣ୍ଣ ନାମ ସମରେ ନାହିଁ କେହି ସମ। ପୁଣି ଜନ୍ମିଲେ ଚେଦି ଦେଶେ କ୍ଷତ୍ରିୟ ଦମ ଘୋଷ ବଂଶେ। ଦନ୍ତ ବିକଟ ଶିଶୁପାଳ ଘୋର ସମରେ ମହାବଳ। ପୂର୍ବେ ନୃସିଂହ ରୂପେ ହରି ହିରଣ୍ୟକଶିପୁ ବିଦାରି। ବରାହ ରୂପେ ହିରଣାକ୍ଷ ଶ୍ରୀକୃଷ୍ଣ ବଧିଲେ ପ୍ରତ୍ୟକ୍ଷ। ତେଜେ ପ୍ରଚଣ୍ଡ ଘୋରତମ ପୁଣି ଜନ୍ମିଲେ ରଘୁରାମ। ଜାନକୀ ଛଳେ ଧନୁର୍ଦ୍ଧର ଛେଦିଲେ ବେନି ଭାଇ ଶିର। ଏବେ ବୈରୀ ଅନୁବନ୍ଧେ ଚକ୍ରେ ଛେଦିଲେ ବେନି କନ୍ଧେ। ନିର୍ମଳ ରୂପେ ବେନି ଭାଇ ପଶିଲେ କୃଷ୍ଣ ଦେହେ ଯାଇ। ବ୍ରାହ୍ମଣ ସାପୁ ମୋକ୍ଷ ହୋଇ ମିଳିଲେ ବିଷ୍ଣୁ ପୁରେ ଯାଇ। ଭାବେ ଭଜିଲେ ନାରାୟଣ ଏବେ ହୋ ସାବଧାନେ ଶୁଣ। ଭାବଟି ଜନ୍ମର କାରଣ ହୃଦେ ଯେ ଚିନ୍ତେ ନାରାୟଣ। ଶିଶୁପାଳର ପ୍ରାଣ ନାଶ ଅବନି ମଣ୍ଡଳ ଉଶ୍ୱାସ। ନିର୍ମଳ ଦଶ ଦିଶ ଦିଶେ ଧର୍ମନନ୍ଦନ କୃଷ୍ଣ ପାଶେ। ଋତିଜ ବିପ୍ରଗଣ ଯେତେ ଥିଲେ ଯେ ସଭା ଅନ୍ତର୍ଗତେ। ଦକ୍ଷିଣା ଦେଇ ଧର୍ମସୂତ ଯଜ୍ଞର ଅନ୍ତେ ଅବଭୂତ। ସ୍ନାନ କରିଲେ ନୃପ ମେଳେ ସାନନ୍ଦେ ଭାଗୀରଥୀ ଜଳେ। ହରି ହରି ବୋଲ।
হেমন্তে যুধিষ্ঠির যজ্ঞে সম্পাদি কৃষ্ণ অনুরাগে হইলা রাজ্যে রাজা সর্বনৃপতি কলে পূজা। হেমন্তে কৃষ্ণ স্নেহ ভরে কেতে হে মাস তানবরে রহি রঞ্জিলে তাଙ୍କ মন পুଣି দ্বারকা গমନ নিজ কুটুম্ব সঙ্গে ঘেনি যাদব যেতে কসইনি গমন্তে শোভা দিশে পথ আনন্দে দেবকীর সুত নিজ ভুবনে গলে হরি শিশুপাଳକୁ মোক্ষ করি সুর সুর নর লোকে যজ্ঞে যে থিলে কে কে কৃষ্ণ মহিমা স্তুতি করি আনন্দে গলে যে ঝাপুরি অন্ধনন্দন দুর্যোধন অধিকে করি দুঃখ মন রাজ সম্পদ ন সহিলা নিজ হস্তিনাপুরে গলা বৈরী অনুবন্ধ দেহে পাণ্ডব সম্পদ ন সহে এ মহাযজ্ঞ যশবাণী যে এহা সাবধানে শুনি কৃষ্ণর মহিমা প্রত্যক্ষ জয় বিজয় সাপু মোক্ষ সকল পাপু সে তরন্তি তুটই ভব ভয় ভ্রান্তি কৃষ্ণ বিষয় ভাগবত কহই জগন্নাথ দাস ভাবে কৃষ্ণ বিষয় ভাগবত ভাবে কহই জগন্নাথ দাস। হরি হরি বল। ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং দশমস্কন্ধে উত্তরার্ধে শিশুপালবধো নাম 89তম অধ্যায়।